आपण आज सुना किंबा रूपा अलंकार किणिबाकू बा निवेश करबाकू चिंता करूछंती तेबे आपणक पई ଏହା ଏକ ଜରୁରୀ ସୂଚନା। ବଜାରରେ ଆଜି ଲଗାତାର ଭାବରେ ବଦଳୁଛି ସୁନା ଓ ରୂପାର ମୂଲ୍ୟ। ଯଦି ଆପଣ ବିବାହ ଋତୁ ପାଇଁ କିମ୍ବା ନିବେଶ ଉଦ୍ଦେଶ୍ୟରେ ଅଳଙ୍କାର କିଣିବାକୁ ମନ ବଳାଉଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ନିହାତି ଜରୁରୀ। ଆଜି ଭାରତୀୟ ବଜାରରେ ସୁନା ମୂଲ୍ୟ ଅପରିବର୍ତ୍ତିତ ରହିଥିବା ବେଳେ ରୂପା ଦରରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି। ପ୍ରଥମେ ନଜର ପକାଇବା ରୂପା ଦର ଉପରେ। ଆଜି ବଜାର ଖୋଲିବା ମାତ୍ରେ ରୂପା ଦର ଉପରମୁହାଁ ହୋଇଛି। ଗୋଟାଏ କିଲୋଗ୍ରାମ ରୂପା ପିଛା ଏକାଥରକେ 5,000 ଟଙ୍କା ବୃଦ୍ଧି ପାଇছে। ଏହି ବୃଦ୍ଧି ଫଳରେ ଏବେ ବଜାରରେ ଗୋଟାଏ କିଲୋଗ୍ରାମ ରୂପାର ମୂଲ୍ୟ 2,70,000 ଟଙ୍କାରେ ପହଞ୍ଚିଛି। ନିବେଶକମାନଙ୍କ ପାଇଁ ଏହା ଏକ ଚିନ୍ତାର ବିଷୟ ହୋଇଥିବା ବେଳେ ପୂର୍ବରୁ କିଣି ମହଜୁଦ ରଖିଥିବା ବ୍ୟକ୍ତିଙ୍କ ପାଇଁ ଏହା ଲାଭଦାୟକ ସାବ୍ୟସ୍ତ ହୋଇଛି। ଅନ୍ୟପଟେ ସୁନା କିଣିବାକୁ ଚାହୁଁଥିଲେ ଗ୍ରାହକଙ୍କ ପାଇଁ ଆଶ୍ୱସ୍ତିକର ଖବର ଆସିଛି। ଆଜି ସୁନା ଦର ସମ୍ପୂର୍ଣ୍ଣ ରୂପରେ ସ୍ଥିର ରହିଛି। ଆଜିର ବଜାର ଦର ଅନୁଯାୟୀ ସର୍ବୋଚ୍ଚ ଶୁଦ୍ଧତା ଥିବା 24 କ୍ୟାରେଟ ସୁନାର ମୂଲ୍ୟ 1,54,040 ଟଙ୍କା ରହିଛି। ସେହିପରି ଅଳଙ୍କାର ପ୍ରସ୍ତୁତି ପାଇଁ ବ୍ୟବହୃତ ହେଉଥିବା 22 କ୍ୟାରେଟ ସୁନା ଦର 1,41,200 ଟଙ୍କା ରେକର୍ଡ କରାଯାଇଛି ଏବଂ 18 କ୍ୟାରେଟ ସୁନା ଦର 1,15,530 ଟଙ୍କାରେ ଅପରିବର୍ତ୍ତିତ ରହିଛି। ଆସନ୍ତୁ ଏବେ ନଜର ପକାଇବା ଦେଶର ପ୍ରମୁଖ ସହରଗୁଡ଼ିକରେ ଗୋଟାଏ ଗ୍ରାମ ସୁନା ପିଛା କେତେ ରହିଛି ଆଜିର ରେଟ୍। ଚେନ୍ନାଇରେ 24 କ୍ୟାରେଟ ସୁନା 15,193 ଟଙ୍କା ଓ 22 କ୍ୟାରେଟ ସୁନା 15,096 ଟଙ୍କା ରହିଛି। ଦେଶର ରାଜଧାନୀ ନୂଆଦିଲ୍ଲୀରେ 24 କ୍ୟାରେଟ 15,154 ଟଙ୍କା ଥିବାବେଳେ 22 କ୍ୟାରେଟ 15,096 ଟଙ୍କା ରହିଛି। ସେହିପରି ଆର୍ଥିକ ରାଜଧାନୀ ମୁମ୍ବାଇରେ 24 କ୍ୟାରେଟର ମୂଲ୍ୟ 15,154 ଟଙ୍କା ଏବଂ 22 କ୍ୟାରେଟର ମୂଲ୍ୟ 15,123 ଟଙ୍କା ରେକର୍ଡ କରାଯାଇଛି। ଅନ୍ୟ ସହରଗୁଡ଼ିକ କଥା ବିଚାରକୁ ନେଲେ ପୂର୍ବ ଭାରତର ପ୍ରମୁଖ ବଜାର କୋଲକାତାରେ 24 କ୍ୟାରେଟ ସୁନା 1 ଗ୍ରାମ ପିଛା 15,154 ଟଙ୍କା ରହିଥିବା ବେଳେ 22 କ୍ୟାରେଟ ସୁନା ଦର ରହିଛି 14,096 ଟଙ୍କା। ଗୁଜରାଟର ଅହମ୍ମଦାବାଦ ସହରରେ 24 କ୍ୟାରେଟ ସୁନାର ମୂଲ୍ୟ 15,157 ଟଙ୍କା ଏବଂ 22 କ୍ୟାରେଟ ସୁନାର ମୂଲ୍ୟ 14,123 ଟଙ୍କାରେ ବ୍ୟବସାୟ କରୁଛି। ତେବେ ଦର୍ଶକ ବନ୍ଧୁ, ଆମେ ପ୍ରଦାନ କରିଥିବା ଏହି ସମସ୍ତ ମୂଲ୍ୟ କେବଳ ସୂଚନାମୂଳକ। ଆପଣଙ୍କ ସ୍ଥାନୀୟ ବଜାରରେ ଜିଏସ୍ଟି, ଆମଦାନୀ ଶୁଳ୍କ ଏବଂ ଦୋକାନୀମାନଙ୍କର ମେକିଂ ଚାର୍ଜ ବା ଗଢ଼ା ମୂଲ୍ୟ ଯୋଡ଼ି ହେବା ପରେ ଏହି ଦରରେ ସାମାନ୍ୟ ପରିବର୍ତ୍ତନ ଆସିପାରେ। ତେଣୁ କୌଣସି ଅଳଙ୍କାର କିଣିବା ପୂର୍ବରୁ ନିଜ ସ୍ଥାନୀୟ ଜୁଏଲାରୀ ଶୋରୁମ୍ରେ ପ୍ରକୃତ ଦର ନିଶ୍ଚିତ ଭାବରେ ଯାଞ୍ଚ କରିନିଅନ୍ତୁ।